ମୋ ନାଁ ଶ୍ରୀ ଲକ୍ଷ୍ମୀଧର ପଣ୍ଡା। ଜବରଦଖଲ ଉଚ୍ଛେଦ ହେଉଛି ସରକାରୀ ରାସ୍ତା ସଫାସୁତୁରା କରାଯାଉଛି, ସେଥିରେ ଆମର କିଛି ଅବଜେକ୍ସନ୍ ନାହିଁ, ଆମେ ତାର ସହଯୋଗ କରୁଛୁ। କିନ୍ତୁ ଆମର ଗୋଟେ ଏଟା ଗାଁ ରାସ୍ତା ଭିତରେ ଥିଲା ପ୍ଲଟ୍, ମୁଁ ଅବଶ୍ୟ ସେମିତି କିଛି ଦଖଲ କରିଥିଲି, ମୋତେ ନୋଟିସ୍ ହେଇଥିଲା। ଅଥଚ ଏଇ ଗୋଟିଏ ପ୍ଲଟ୍ ଉପରେ 5 ଜଣ ଲୋକଙ୍କୁ ନୋଟିସ୍ କରାଯାଇଥିଲା। ତହସିଲଦାର ନିଜେ ନୋଟିସ୍ କରିଥିଲେ ଡିସେମ୍ବର 2023ରେ। କିନ୍ତୁ ବର୍ତ୍ତମାନ ମୋର ଗୋଟେ ଭଙ୍ଗା ହେଲା, ଆଉ ଅନ୍ୟମାନଙ୍କର ଭଙ୍ଗା ହେଲା ନାହିଁ। ସେଥିପାଇଁ ମୋତେ ବହୁତ କଷ୍ଟ ହେଲା ଏବଂ ମୋର ଗୋଟେ ବହୁତ ବଡ଼ ମାନେ କୋଟିଏ ଟଙ୍କାର ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ମୋର ନଷ୍ଟ ହେଇକି ବର୍ବାଦ ହେଇଗଲା। ମୋତେ ଘର ଖୋଲିବାକୁ ବି ସମୟ ଦିଆହେଲାନି, ସବୁ ଚାଲିଗଲା। ସେଥିପାଇଁ ମୁଁ ଦୁଃଖିତ ହେଇକି ଯାଇକି କଲେକ୍ଟର ମହୋଦୟଙ୍କ ପାଖରେ ମୁଁ ମୋ ଗୁହାରି ଜଣେଇଥିଲି। ଯାହା କଲେକ୍ଟର ମହୋଦୟ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଯେ ତହସିଲଦାର ମହୋଦୟଙ୍କୁ ମୁଁ ବହୁତ ଧନ୍ୟବାଦ ଜଣାଉଛି ଯେ ସାଙ୍ଗେ ସାଙ୍ଗେ ଆସିକି ସେ ତୁରନ୍ତ ଆକ୍ସନ୍ ନେଇଛନ୍ତି। ଏ ପ୍ଲଟ୍ଟା ସରକାରଙ୍କର ଥିଲା, ସରକାର ତାଙ୍କର ଉଚ୍ଛେଦ କରାଇଦେଲେ, ସଫା କରାଉଛନ୍ତି, ରାସ୍ତାଘାଟ ପରିଷ୍କାର କରାଉଛନ୍ତି, ଭଦ୍ରକ କଲେଜକୁ ସୁନ୍ଦର କରିବା ପାଇଁ ତାଙ୍କର ଉଦ୍ଦେଶ୍ୟ ଅଛି। ତେଣୁ ଆମେ ଏହାକୁ ସହଯୋଗ କରୁଛୁ, ଆମେ ଧନ୍ୟବାଦ ଜଣାଉଛୁ। ମୃଗରାଜ ପଣ୍ଡା, ଧ୍ରୁବଚରଣ ପଣ୍ଡା, ଇଏ ଉତ୍ତମ ପଣ୍ଡା, ଗୌତମ ପଣ୍ଡା ସମସ୍ତଙ୍କୁ ଆସିକି ସାର୍ ତହସିଲଦାର ସାର୍ ଆସିକି ଜଣେଇ ଦେଇଗଲେ 363 ଖାତାର 90 ନମ୍ବର ପ୍ଲଟ୍ରେ 28 ଡିସିମିଲ୍ ଜାଗା ଉପରେ ଯେଉଁମାନେ ଯେତିକି ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ଉପରେ ଅଛ ସମସ୍ତେ ଏଥିରୁ ଉଚ୍ଛେଦ ହେଇଯାଅ। 7 ଦିନ ସମୟ ଦେଇଯାଇଛନ୍ତି। ଯଦି ଓଭର ନ ଯିବ ତାହେଲେ ପ୍ରଶାସନ ତରଫରୁ ଆମେ ଆସି ଏକୁ ଉଚ୍ଛେଦ କରିଦେବୁ। ଏହା ସହିତ ଏ କଲେଜ ରୋଡ କଡ଼ରେ କଲେଜ ଭିତରକୁ ପଶିଥିବା ସହିତ ଯେତେ ଯୋଉଠି ଯାହା ପ୍ରୋବ୍ଲେମ୍ ଅଛି ସବୁକୁ ଯଦି ସାର୍ ପରିଷ୍କାର ପରିଚ୍ଛନ୍ନ କରାଉଛନ୍ତି, ସେଥିପାଇଁ ଆମେ ସହଯୋଗ କରୁଛୁ।